ମାନେ ଆଜିକାଲି ଯେଉଁ ପରିସ୍ଥିତି ହେଲାଣି, ଆପଣ ଷୋଳ ମାର୍କଣା ବସ୍ରେ ଆସିପାରିବେନି, ଭଡ଼ା କମ୍। ମାନେ ଏଇ ହାରାମି ବସ୍ ବାଲା ଗୋଟେ ଏତେ ହାରାମି, ଷୋଳର ମାର୍କଣା ଆଣିବେନି, ଭଦ୍ରକ ମାର୍କଣା ଆଣିବେନି। ମାନେ ତା ମନରେ ଦାଦାଗିରି ଚଲେଇଛନ୍ତି ଗୋଟେ ଗୋଟେ, ଆଉ ସମ୍ଭାଳି ହେବନି। ବୁଝୁଛନ୍ତି ନା? କାଲି ଜଣେ ଆମର ଭଉଣୀ 2 ଜଣ ଆସୁଥିଲେ ଷୋଳରୁ, ସେ ଉଠେଇ ନାହାନ୍ତି। ଆପଣ ଯଦି ରାତି 8ଟା ପରେ ଓହ୍ଲେଇ ପଡ଼ିବେ ଭଦ୍ରକ ଷ୍ଟେସନରୁ, ବସଷ୍ଟାଣ୍ଡ ଷ୍ଟେସନରୁ, ଆପଣ ଯଦି ବସଷ୍ଟାଣ୍ଡ ଆସି ଠିଆ ହେବେ, ଆପଣ ଉଠେଇବେନି, କହିବେ ଆମେ କମ୍ 20 ଟଙ୍କା ଭଡ଼ା, ତାଙ୍କ ଭଡ଼ା ଅଧିକା ଦରକାର। ଡାଇରେକ୍ଟ ଭୁବନେଶ୍ୱର ବାଲେଶ୍ୱର, ଷୋଳରୁ ସେ ମାର୍କଣା ଉଠେଇବେନି। ଏତେ ହାରାମି ବସ୍ ବାଲା, ବହୁତ ବସ୍ ବାଲା ଅଛନ୍ତି। ଦିଦାର ବସ୍ ବାଲା ଗୋଟେ, ସେ ମାନେ ଗୋଟେ ବସ୍ ବାଲା ଅଛନ୍ତି। ଆଉ ଗୋଟେ ଆମର ମଳୟ ନା କି ଗୋଟେ ବସ୍ ବାଲା, ବହୁତ ବସ୍ ଗୁଡ଼ା ତାର ସେ ଛୋଟ ଗୋଟେ ତାଙ୍କ ଦରକାର ନାହିଁ। ମାନେ ଆମ ମଝିରେ କ'ଣ ସବୁ ନାଥିଆ, ଜାମଝାଡ଼ି, ମାର୍କୁଣା, ଏଇ ମଇତାପୁର ଯାହା ସେ ରଖିବେନି ବସ୍। ତମେ ଯେଉଁ ଉଠିବ କେଉଁଠି, ବାଲେଶ୍ୱରରୁ ଡାଇରେକ୍ଟ ଉଠିବ କେଉଁଠି, ଭଦ୍ରକ, ଭୁବନେଶ୍ୱର, ଏ ସାଇଆ ବସ୍। ମାନେ ଏ ବସ୍ ବାବା କ'ଣ ବସ୍ ମାଲିକ ପାରି ଯିବନି, ଯେଉଁ ଭଳିଆ ହଇରାଣ କରୁଛନ୍ତି ଲୋକଙ୍କୁ। ଏଇ ରଙ୍ଗ କାଲି ହଇରାଣ ଆଜି ଅଟକିଲେ, ପାନି ପାଇଲେ ଆଜି ଠିକ୍ ଜାଣିଥିବେ, ଏବେ ଠିକ୍ ଉଠେ ଲୋକାଲ ଭଲ ଲାଗିବ। ମାନେ କମ୍ ଟଙ୍କା ଭଡ଼ା ସେ କରିବେନି, ଲୋକଙ୍କୁ ମାୟା ରହିଛନ୍ତି। କ'ଣ କହିବି ଏମାନଙ୍କୁ? ଆଜି ଅଟକେଇ ଦେଲା ବସ୍ 3-4ଟା, ଏକାଥରେ ତାଙ୍କ ବସ୍ ଆସୁଛନ୍ତି ଜାଣିଥିବ। ଲୋକଙ୍କୁ କାହିଁ ହଇରାଣ କରୁଛ? କମ୍ ଭଡ଼ା କରିବେନି, କ'ଣ